ଆମ ଭୁବନେଶ୍ୱରରେ ଏବେ ଏଇ ବସ୍ ଏବେ ଆରମ୍ଭ ହେଇଛି ରାଇଟ୍। ସବୁବେଳେ ମତେ ଏଇ ବସ୍ରେ ଯିବା ପାଇଁ ବହୁତ ଭଲ ଲାଗେ ସବୁବେଳେ। ତ ଯାହା ଭାବି ଆମ ଭୁବନେଶ୍ୱର ହେଇଛି, ଏଥର ମୁଁ ଗଲେ ଭୁବନେଶ୍ୱରରେ ଆମ ଓଡ଼ିଶାରେ ଏଟା ହେଇଛି ଫାର୍ଷ୍ଟ ଟାଇମ୍ ପାଇଁ। ସୋ ଆଇ ଫିଲ୍ ପ୍ରାଉଡ୍ ଆକ୍ଚୁଆଲି। ବର୍ତ୍ତମାନ ପାଇଁ ବସ୍ରେ ବର୍ତ୍ତମାନ ପାଇଁ ମୁଁ ଉଠିଗଲି। ଓକେ, ବର୍ତ୍ତମାନ ଆଗକୁ ଯିବି। ଆଗରୁ ଯାଇକିନା ବସିବାର ମଜାଟା ଅଲଗା ବହୁତ। ସ୍ପେସିଫିକାଲି ଏଠି ବସିକି ବୁଲିବା ପାଇଁ ଆସିଛି। ମୋର ଆଜି କିଛି ମାନେ ଏମିତି କିଛି କାମରେ ମୁଁ ଯାଉନି। ମୁଁ କେବଳ ଯାଉଛି ଆଗରେ ବସିବି ଆଉ ମୁଁ ମାନେ ଦେଖୁଛି। ଭୁବନେଶ୍ୱରରେ ଏବେ ଏଇ ବସ୍ ସେବା ଆରମ୍ଭ ହେଇଛି। ମୁଁ ଏଟାର ମତେ ବହୁତ ଭଲ ଲାଗେ, କାରଣ ଏ ବସ୍ ଗୋଟେ ଏକ୍ସପିରିଏନ୍ସ ଅଲଗା। ତ ଆମେ ତା ମାନେ ନୁହେଁ କି ଆମେ ସବୁ ବସ୍କୁ ଏଇ ବସ୍ କରିଦବା, କିନ୍ତୁ କିନ୍ତୁ ଆଟଲିଷ୍ଟ ଆମେ ଏକ୍ସପିରିଏନ୍ସ ନେବା ଦରକାର। ତ ଓଡ଼ିଶାର ଯୋଉ ଲୋକମାନେ ଥିଲେ ସେ ବସ୍ରେ କେବେ ଏକ୍ସପିରିଏନ୍ସ ହିଁ ନେଇନଥିଲେ। ତେବେ ଆଟଲିଷ୍ଟ ତାଙ୍କୁ ତ ଏବେ ଏକ୍ସପିରିଏନ୍ସ ନେବା ପାଇଁ ମାନେ ତ ସୁଯୋଗ ମିଳୁଛି। ସୁଯୋଗଟା ବହୁତ କି ଛୋଟ କଥା ନୁହଁ। କିଛି ଲୋକ ତାର କ୍ରିଟିସାଇଜ ମଧ୍ୟ କରୁଥିବେ ମାନେ ପଲିଟିକାଲି ଆଙ୍ଗେଲରୁ, ବଟ୍ ମତେ ବହୁତ ଖୁସି ଲାଗୁଛି ଆମ ଓଡ଼ିଶାରେ ଏ ସୁବିଧା ଅଛି। ଆପଣ ବର୍ତ୍ତମାନ ବସିକି ଯାଉଛନ୍ତି ପୁରା ଆଗରେ, ପୁରା ଟୋଟାଲ ଆପଣ ସବୁ କିଛି ଦେଖୁଛନ୍ତି। ତାର ନଜାରା ପୁରା ବହୁତ ଅଲଗା ପ୍ରକାର। Mexican museum. I live here.